ओम शांति 25 अक्टोबर 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बच्चे, संगम जुगरे ही तुमको आत्म अभिमानी हेबापाई परिश्रम करने पड़ुछि। सत्य जुग किंबा कली जुगरे यही परिश्रम करने पड़े नहीं। संगम जुगरे ही तुमको आत्म अभिमानी हेबापाई परिश्रम करने पड़ुछि। सत्य जुग किंबा कली जुगरे यही परिश्रम करने पड़े नहीं। आजिर प्रश्न, श्रीकृष्णकर नाम तांकर माता पितांक ठारू मध्य अधिक प्रसिद्ध काहींकि? श्रीकृष्णकर नाम तांकर माता पितांक ठारू मध्य अधिक प्रसिद्ध काहींकि? उत्तर, काहींकि ना श्रीकृष्णଙ୍କ पूର୍ବରୁ ଯେଉଁମାନେ ବି ଜନ୍ମ ନେଉଛନ୍ତି ସେମାନଙ୍କର ଜନ୍ମ ଯୋଗ ବଳ ଦ୍ୱାରା ହେଉନାହିଁ। କୃଷ୍ଣଙ୍କର ମାତା ପିତା ଯୋଗ ବଳ ଦ୍ୱାରା ଜନ୍ମ ନେଉନାହାନ୍ତି। ରାଧାକୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଛନ୍ତି। ତେଣୁ ସେହିମାନେ ହିଁ ପ୍ରଥମେ ସଦ୍ଗତି ପ୍ରାପ୍ତ କରୁଛନ୍ତି। ଯେତେବେଳେ ସବୁ ପାପ ଆତ୍ମା ମାନେ ସମାପ୍ତ ହୋଇଯିବେ ସେତେବେଳେ ଯାଇ ଗୁଲଗୁଲୁ ବା ପବିତ୍ର ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ। ତାକୁ ହିଁ ବୈକୁଣ୍ଠ କୁହାଯିବ। ସଙ୍ଗମ ଯୁଗରେ ଶ୍ରୀକୃଷ୍ଣଙ୍କର ଆତ୍ମା ସର୍ବାଧିକ ପୁରୁଷାର୍ଥ କରିଛନ୍ତି। ସେଥିପାଇଁ ତାଙ୍କର ନାମ ଅଧିକ ପ୍ରସିଦ୍ଧ ହୋଇଛି। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି। 5000 ବର୍ଷ ପରେ ଥରେ ମାତ୍ର ପିଲାମାନଙ୍କୁ ଆସି ପଢ଼ାଉଛି। ଡାକୁଛନ୍ତି ମଧ୍ୟ, ଆମ ପତିତମାନଙ୍କୁ ଆସି ପବିତ୍ର କରାଅ। ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଏହା ପତିତ ଦୁନିଆ ଅଟେ। ନୂଆ ଦୁନିଆ ପବିତ୍ର ଦୁନିଆ ଥିଲା। ନୂଆ ଘର ବହୁତ ସୁନ୍ଦର ହୋଇଥାଏ। ପୁରୁଣା ଘର ଯେପରି ଭାଙ୍ଗି ରୁଚି ଯାଇଥାଏ, ବର୍ଷାରେ ତଳେ ପଡ଼ିଯାଏ। ଏବେ ତୁମେମାନେ ଜାଣିଛ ବାବା ଆସିଛନ୍ତି ନୂଆ ଦୁନିଆ ତିଆରି କରିବା ପାଇଁ। ବର୍ତ୍ତମାନ ଆମକୁ ପାଠ ପଢ଼ାଉଛନ୍ତି। ପୁଣି 5000 ବର୍ଷ ପରେ ପଢ଼ାଇବେ। କୌଣସି ସାଧୁ ସନ୍ଥ ଆଦି ଏପରି ନିଜର ଅନୁସରଣକାରୀଙ୍କୁ ପଢ଼ାଇବେ ନାହିଁ। ତାଙ୍କୁ ଏକଥା ଜଣା ହିଁ ନାହିଁ। ନା ଖେଳ ବିଷୟରେ ଜଣାଅଛି, କାହିଁକି ନା ସେମାନେ ନିବୃତ୍ତି ମାର୍ଗଧାରୀ ଅଟନ୍ତି। ବାବାଙ୍କ ବିନା କେହି ବି ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଇ ପାରିବେ ନାହିଁ। ଆତ୍ମ ଅଭିମାନୀ ହେବା ପାଇଁ ହିଁ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡ଼ୁଛି। କାହିଁକି ନା ଅଧାକଳ୍ପ ତୁମେ କେବେ ଆତ୍ମ ଅଭିମାନୀ ହୋଇନାହଁ। ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ। ଏପରି ନୁହେଁ କି ଆତ୍ମା ହିଁ ପରମାତ୍ମା ଅଟନ୍ତି। ନା, ନିଜକୁ ଆତ୍ମା ଭାବି ପରମ ପିତା ପରମାତ୍ମା ଶିବଙ୍କୁ ମନେ ପକାଇବାକୁ ହେବ। ମୁଖ୍ୟ ହେଉଛି ୟାଦର ଯାତ୍ରା, ଯାହାଦ୍ୱାରା ହିଁ ତୁମେ ପତିତରୁ ପବିତ୍ର ହେଉଛ। ଏଥିରେ କୌଣସି ସ୍ଥୂଳ କଥା ନାହିଁ। ନାକ କାନ ଆଦି କିଛି ବନ୍ଦ କରିବାର ନାହିଁ। ମୂଳ କଥା ହେଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ତୁମେ ଅଧା କଳ୍ପରୁ ଦେହ ଅଭିମାନରେ ରହିବାର ଅଭ୍ୟାସ କରିନେଇଛ। ପ୍ରଥମେ ନିଜକୁ ଆତ୍ମା ବୋଲି ଭାବିଲେ ହିଁ ବାବାଙ୍କୁ ମନେ ପକାଇ ପାରିବ। ଭକ୍ତି ମାର୍ଗରେ ମଧ୍ୟ ବାବା ବାବା କହି ଆସିଛନ୍ତି। ପିଲାମାନେ ଜାଣିଛନ୍ତି ସତ୍ୟ ଯୁଗରେ ଜଣେ ହିଁ ଲୌକିକ ପିତା ରହିବେ। ସେଠାରେ ପାରଲୌକିକ ପିତାଙ୍କୁ ମନେ ପକାଇବେ ନାହିଁ। କାହିଁକି ନା ସୁଖ ରହୁଛି। ଭକ୍ତି ମାର୍ଗରେ ପୁଣି 2 ଜଣ ପିତା ହୋଇଯାଇଥାନ୍ତି, ଲୌକିକ ଏବଂ ପାରଲୌକିକ। ଦୁଃଖରେ ସମସ୍ତେ ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ। ସେଠାରେ ତ ଜ୍ଞାନର ପ୍ରାରବ୍ଧ ହିଁ ମିଳିବ। ଏହିପରି ନୁହେଁ କି ସତ୍ୟ ଯୁଗରେ ଜ୍ଞାନ ରହିବ। ବର୍ତ୍ତମାନ ସମୟର ଜ୍ଞାନର ପ୍ରାରବ୍ଧ ସେଠାରେ ମିଳୁଛି। ବାବା ତ ଥରେ ମାତ୍ର ଆସୁଛନ୍ତି। ଅଧାକଳ୍ପ ବେହଦର ବାବାଙ୍କ ଠାରୁ ସୁଖର ସମ୍ପତ୍ତି ମିଳୁଛି। ପୁଣି ଲୌକିକ ପିତାଙ୍କ ଠାରୁ ଅଳ୍ପ କାଳର ସମ୍ପତ୍ତି ମିଳୁଛି। ଏକଥାକୁ ମନୁଷ୍ୟ ବୁଝାଇ ପାରିବେ ନାହିଁ। ଏହା ହେଉଛି ନୂଆ କଥା।
5000 ବର୍ଷରେ ସଙ୍ଗମ ଯୁଗରେ ଥରେ ମାତ୍ର ବାବା ଆସୁଛନ୍ତି। ଯେବେ କି କଳିଯୁଗର ଅନ୍ତ ଓ ସତ୍ୟଯୁଗ ଆଦିର ସଙ୍ଗମ ହେଉଛି, ତେବେ ଯାଇ ବାବା ଆସୁଛନ୍ତି ପୁନର୍ବାର ନୂଆ ଦୁନିଆ ସ୍ଥାପନ କରିବା ପାଇଁ। ନୂଆ ଦୁନିଆରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ପୁଣି ତ୍ରେତାରେ ରାମ ରାଜ୍ୟ ଥିଲା। ବାକି ଦେବତାମାନଙ୍କର ଏତେ ଯେଉଁ ଚିତ୍ର ତିଆରି କରୁଛନ୍ତି, ସେସବୁ ଭକ୍ତି ମାର୍ଗର ସାମଗ୍ରୀ ଅଟେ। ବାବା କହୁଛନ୍ତି, ଏସବୁ ଭୁଲିଯାଅ। ବର୍ତ୍ତମାନ ନିଜ ଘର ଏବଂ ନୂଆ ଦୁନିଆକୁ ମନେ ପକାଅ। ଜ୍ଞାନ ମାର୍ଗ ବୁଝିବାର ମାର୍ଗ ଅଟେ, ଯାହାଦ୍ୱାରା ତୁମେ 21 ଜନ୍ମ ବୁଦ୍ଧିମାନ ହେଉଛ। ସେଠାରେ କୌଣସି ଦୁଃଖ ରହିବ ନାହିଁ। ସତ୍ୟ ଯୁଗରେ କେହି ଏପରି କହିବେ ନାହିଁ ଯେ ଆମକୁ ଶାନ୍ତି ଦରକାର। କୁହାଯାଏ ନା, ମାଗିବା ଠାରୁ ମରିବା ଭଲ। ବାବା ତୁମକୁ ଏପରି ସାହୁକାର କରିଦେଉଛନ୍ତି, ଯାହା ଫଳରେ ସତ୍ୟ ଯୁଗରେ ଦେବତାମାନଙ୍କୁ ଭଗବାନଙ୍କ ଠାରୁ କୌଣସି ଜିନିଷ ମାଗିବାର ଆବଶ୍ୟକ ପଡ଼ୁନାହିଁ। ଏଠାରେ ତ ଆଶୀର୍ବାଦ ମାଗୁଛନ୍ତି ନା। ପୋପ ଆସିଲେ କେତେ ଲୋକ ଆଶୀର୍ବାଦ ନେବାକୁ ଆସୁଛନ୍ତି। ପୋପ କେତେ ଜଣଙ୍କର ବିବାହ କରାଉଛନ୍ତି। ବାବା ତ ଏକାମ କରୁନାହାନ୍ତି। ଭକ୍ତି ମାର୍ଗରେ ଯାହା ଅତୀତ ହୋଇଯାଇଛି, ତାହା ଏବେ ପୁନର୍ବାର ହେଉଛି। ପୁଣି ଏହାର ମଧ୍ୟ ପୁନରାବୃତ୍ତି ହେବ। ଦିନକୁ ଦିନ ଭାରତର କେତେ ଅଧୋଗତି ହୋଇଚାଲିଛି। ଏବେ ତୁମେ ସଙ୍ଗମ ଯୁଗରେ ଅଛ। ବାକି ସମସ୍ତେ ହେଲେ କଳିଯୁଗୀ ମନୁଷ୍ୟ। ଏଠାକୁ ନ ଆସିବା ପର୍ଯ୍ୟନ୍ତ କିଛି ହେଲେ ବି ବୁଝିପାରିବେ ନାହିଁ ଯେ ବର୍ତ୍ତମାନ ସଙ୍ଗମ ଯୁଗ ନା କଳିଯୁଗ ଅଟେ। ଗୋଟିଏ ଘରେ ପିଲାମାନେ କହୁଛନ୍ତି, ଆମେ ସଙ୍ଗମ ଯୁଗରେ ଅଛୁ। ବାପ କହୁଛି, ଆମେ କଳିଯୁଗରେ ଅଛୁ। ତେଣୁ କେତେ ଅସୁବିଧା ହେଉଛି। ଖାଇବା ପିଇବାରେ ମଧ୍ୟ ଅସୁବିଧା ହେଉଛି। ତୁମେ ସଙ୍ଗମ ଯୁଗୀ ଶୁଦ୍ଧ ପବିତ୍ର ଭୋଜନ ଖାଉଛ। ଦେବତାମାନେ କେବେ ପିଆଜ ଆଦି ଖାଇନଥାନ୍ତି। ଏହି ଦେବତାମାନଙ୍କୁ ନିର୍ବିକାରୀ ବୋଲି କୁହାଯାଉଛି। ଭକ୍ତି ମାର୍ଗରେ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ବର୍ତ୍ତମାନ ବାବା ଶତପ୍ରଧାନ ହେବା ପାଇଁ କହୁଛନ୍ତି। ବୁଝିବା ନିମନ୍ତେ କେହି ପ୍ରସ୍ତୁତ ନାହାନ୍ତି ଯେ ଆତ୍ମା ପ୍ରଥମେ ଶତପ୍ରଧାନ ଥିଲା, ପୁଣି ତମ ପ୍ରଧାନ ହୋଇଛି। କାହିଁକି ନା ଭକ୍ତି ମାର୍ଗରେ ଆତ୍ମାକୁ ନିର୍ଲେପ ବୋଲି ଭାବୁଛନ୍ତି। ଆତ୍ମା ହିଁ ପରମାତ୍ମା ଅଟେ, ଏହିପରି କହିଦେଉଛନ୍ତି। ବାବା କହୁଛନ୍ତି, ମୁଁ ହେଉଛି ଜ୍ଞାନର ସାଗର। ଯେଉଁମାନେ ଦେବୀ ଦେବତା ଧର୍ମର ହୋଇଥିବେ, ସେମାନେ ପୁନର୍ବାର ଆସି ସମ୍ପତ୍ତି ନେବେ। ଏବେ ଦେବୀ ଦେବତା ଧର୍ମର ସେପ୍ଲିଙ୍ଗି ବା ଚାରା ଲାଗୁଛି। ତୁମେ ବୁଝିଯିବ ଯେ ଇଏ ଏତେ ଉଚ୍ଚପଦ ପାଇବା ଯୋଗ୍ୟ ନୁହେଁ। ଘରେ ଯାଇ ବିବାହ ଆଦି କରି ଛି ଛି ବିକାରୀ ହୋଇଯାଉଛନ୍ତି। ତେଣୁ ବୁଝାଯାଏ ସେ ଉଚ୍ଚପଦ ପାଇପାରିବେ ନାହିଁ। ବର୍ତ୍ତମାନ ରାଜତ୍ୱର ସ୍ଥାପନ ହେଉଛି। ବାବା କହୁଛନ୍ତି, ମୁଁ ହିଁ ତୁମକୁ ରାଜାମାନଙ୍କର ରାଜା କରୁଥିବାରୁ ପ୍ରଜା ନିଶ୍ଚୟ ତିଆରି କରିବାକୁ ପଡ଼ିବ। ନଚେତ ରାଜ୍ୟ କିପରି ପାଇବ? ଏହା ଗୀତାର ଅକ୍ଷର ଅଟେ ନା। ଏହାକୁ ଗୀତାର ଯୁଗ ବୋଲି କୁହାଯାଉଛି। ତୁମେ ରାଜଯୋଗ ଶିଖୁଛ। ଜାଣିଛ ଯେ ଆଦି ସନାତନ ଦେବୀ ଦେବତା ଧର୍ମର ମୂଳଦୁଆର ସ୍ଥାପନା ହେଉଛି। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ରାଜତ୍ୱ ସ୍ଥାପନ ହେଉଛି। ବ୍ରାହ୍ମଣ କୂଳ ସ୍ଥାପନ ହୋଇସାରିଛି। ବ୍ରାହ୍ମଣ ହିଁ ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେଉଛନ୍ତି। ଯିଏ ଭଲ ଭାବରେ ପରିଶ୍ରମ କରିବେ, ସିଏ ସୂର୍ଯ୍ୟବଂଶୀ ହେବେ। ଅନ୍ୟ ଧର୍ମାବଲମ୍ବୀମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ହିଁ ଆସୁଛନ୍ତି। ଧର୍ମ ସ୍ଥାପକଙ୍କ ପରେ ସେହି ଧର୍ମର ଆତ୍ମାମାନେ ଆସୁଛନ୍ତି। ତେଣୁ ଧର୍ମର ବୃଦ୍ଧି ହେଉଛି। ଧରିନିଅ କେହି ଯଦି ଖ୍ରୀଷ୍ଟିଆନ ଅଟନ୍ତି, ତେବେ ତାଙ୍କର ବୀଜରୂପ ହେଲେ ଖ୍ରୀଷ୍ଟ। ତୁମର ବୀଜରୂପ କିଏ? ବାବା। କାହିଁକି ନା ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। ବ୍ରହ୍ମାକୁ ହିଁ ପ୍ରଜାପିତା ବୋଲି କୁହାଯାଉଛି। ତାଙ୍କୁ ରଚୟିତା ବୋଲି କୁହାଯିବ ନାହିଁ। ଏହାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରାଯାଉଛି। ବ୍ରହ୍ମାକୁ ମଧ୍ୟ ସୃଷ୍ଟି କରୁଛନ୍ତି ନା। ବାବା ଆସି ଏହାଙ୍କ ମଧ୍ୟରେ ପ୍ରବେଶ କରି ଏହାକୁ ରଚନା କରୁଛନ୍ତି। ଶିବ ବାବା କହୁଛନ୍ତି, ତୁମେ ମୋର ସନ୍ତାନ ଅଟ।
ବ୍ରହ୍ମା ମଧ୍ୟ କହୁଛନ୍ତି ତୁମେ ମୋର ସାକାରୀ ସନ୍ତାନ ଅଟ। ଏବେ ତୁମେ କଳା ଛି ଛି ବିକାରୀ ହୋଇଯାଇଛ, ବର୍ତ୍ତମାନ ପୁଣି ବ୍ରାହ୍ମଣ ହୋଇଛ। ଏହି ସଙ୍ଗମରେ ତୁମେ ପୁରୁଷୋତ୍ତମ ଦେବୀ ଦେବତା ହେବା ପାଇଁ ପରିଶ୍ରମ କରୁଛ। ଦେବତା ଏବଂ ଶୂଦ୍ରମାନଙ୍କୁ କୌଣସି ପରିଶ୍ରମ କରିବାକୁ ପଡ଼ୁନାହିଁ। ତୁମ ବ୍ରାହ୍ମଣମାନଙ୍କୁ ଦେବତା ହେବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ବାବା ସଙ୍ଗମରେ ହିଁ ଆସୁଛନ୍ତି। ଏହା ବହୁତ ଛୋଟ ଯୁଗ ଅଟେ, ସେଥିପାଇଁ ଏହାକୁ ଅଧିଯୁଗ ବୋଲି କୁହାଯାଉଛି। ଏହାକୁ କେହି ହେଲେ ଜାଣିନାହାନ୍ତି। ବାବାଙ୍କୁ ମଧ୍ୟ ପରିଶ୍ରମ କରିବାକୁ ପଡ଼ୁଛି। ଏପରି ନୁହେଁ ଯେ ତୁରନ୍ତ ନୂଆ ଦୁନିଆ ହୋଇଯାଉଛି। ତୁମକୁ ଦେବତା ହେବା ପାଇଁ ସମୟ ଲାଗୁଛି। ଯିଏ ଭଲ କର୍ମ କରନ୍ତି ସିଏ ଭଲ କୂଳରେ ଜନ୍ମ ନେଇଥାନ୍ତି। ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଫୁଲ ଅର୍ଥାତ୍ ଶତପ୍ରଧାନ ହେଉଛ। ଆତ୍ମା ହିଁ ଶତପ୍ରଧାନ ହେଉଛି। ଏବେ ତୁମର ଆତ୍ମା ଭଲ କର୍ମ ଶିଖୁଛି। ଆତ୍ମା ହିଁ ଭଲ ଅଥବା ମନ୍ଦ ସଂସ୍କାର ନେଇଯାଇଥାଏ। ଏବେ ତୁମେ ଗୁଲଗୁଲୁ ବା ଫୁଲ ହୋଇ ଭଲ ଘରେ ଜନ୍ମ ନେବ। ଏଠାରେ ଯେଉଁମାନେ ଭଲ ପୁରୁଷାର୍ଥ କରୁଛନ୍ତି ସେମାନେ ନିଶ୍ଚୟ ଭଲ କୂଳରେ ଜନ୍ମ ନେବେ। କ୍ରମ ଅନୁସାରେ ତ ରହିବେ ନା, କର୍ମ ଅନୁସାରେ ଜନ୍ମ ନେଇଥାନ୍ତି। ଯେତେବେଳେ ଖରାପ କର୍ମ କରୁଥିବା ଆତ୍ମା ବିଲକୁଲ ବିନାଶ ହୋଇଯିବେ, ସେତେବେଳେ ସ୍ୱର୍ଗର ସ୍ଥାପନା ହୋଇଯିବ। ତମ ପ୍ରଧାନ ଆତ୍ମା ମାନେ ସବୁ ବିନାଶ ହୋଇଯିବେ। ପୁଣି ନୂଆ ଦେବତାମାନଙ୍କର ଆସିବା ଆରମ୍ଭ ହେବ। ଯେତେବେଳେ ସବୁ ଭ୍ରଷ୍ଟାଚାରୀ ଶେଷ ହୋଇଯିବେ, ସେତେବେଳେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ। ସେ ପର୍ଯ୍ୟନ୍ତ ତୁମର ଅଦଳ ବଦଳ ହୋଇଚାଲିବ। କେହି ବିକାରୀ ନ ରହିଲେ ହିଁ ଯାଇ ଶ୍ରୀକୃଷ୍ଣ ଆସିବେ। ସେ ପର୍ଯ୍ୟନ୍ତ ତୁମମାନଙ୍କର ଯିବା ଆସିବା ଚାଲିଥିବ। କୃଷ୍ଣଙ୍କୁ ଧାରଣ କରିବା ପାଇଁ ମାତା ପିତା ପୂର୍ବରୁ ଦରକାର ନା। ପୁଣି ସବୁ ଭଲ ଭଲ ଆତ୍ମା ମାନେ ରହିବେ, ବାକି ସମସ୍ତେ ଚାଲିଯିବେ। ତେବେ ଯାଇ ତାଙ୍କୁ ସ୍ୱର୍ଗ କୁହାଯିବ। ତୁମେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବା ନିମନ୍ତେ ରହିବ। ଯଦିଓ ତୁମର ଜନ୍ମ ବିକାର ଦ୍ୱାରା ହେବ, କାହିଁକି ନା ରାବଣ ରାଜ୍ୟ ଅଟେ ନା, ଶୁଦ୍ଧ ଜନ୍ମ ତ ହୋଇପାରିବ ନାହିଁ। ପ୍ରଥମେ ପ୍ରଥମେ ଶ୍ରୀକୃଷ୍ଣଙ୍କର ହିଁ ପବିତ୍ର ଜନ୍ମ ହେବ। ତାହାପରେ ନୂଆ ଦୁନିଆକୁ ବୈକୁଣ୍ଠ ବୋଲି କୁହାଯିବ। ଶ୍ରୀକୃଷ୍ଣ ବିଲକୁଲ ଗୁଲଗୁଲୁ ବା ପବିତ୍ର ନୂଆ ଦୁନିଆକୁ ଆସିବେ। ରାବଣ ସମ୍ପ୍ରଦାୟ ହିଁ ବିଲକୁଲ ସମାପ୍ତ ହୋଇଯିବ। ଶ୍ରୀକୃଷ୍ଣଙ୍କର ନାମ ତାଙ୍କ ମାତା ପିତାଙ୍କ ଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ଅଟେ। ଶ୍ରୀକୃଷ୍ଣଙ୍କର ମାତା ପିତାଙ୍କର ନାମ ଏତେ ପ୍ରତ୍ୟକ୍ଷ ହେବ ନାହିଁ। ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନଙ୍କର ଜନ୍ମ ହେଉଛି, ତାଙ୍କର ଜନ୍ମ ଯୋଗବଳ ଦ୍ୱାରା ହେଉଛି ବୋଲି କୁହାଯିବ ନାହିଁ। ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ମାତା ପିତା ଯୋଗବଳ ଦ୍ୱାରା ଜନ୍ମ ନେଇଛନ୍ତି। ନା, ଯଦି ଏପରି ହୋଇଥାନ୍ତା ତେବେ ତାଙ୍କର ମଧ୍ୟ ନାମ ପ୍ରସିଦ୍ଧ ହୋଇଥାନ୍ତା। ତେଣୁ ଏଥିରୁ ସିଦ୍ଧ ହେଉଛି ତାଙ୍କର ମାତା ପିତା ଏତେ ପୁରୁଷାର୍ଥ କରିନାହାନ୍ତି ଯେତିକି ଶ୍ରୀକୃଷ୍ଣ କରିଛନ୍ତି। ଏସବୁ କଥା ତୁମେ ଭବିଷ୍ୟତରେ ବୁଝିଯିବ। ରାଧାକୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥାଧାରୀ ଅଟନ୍ତି। ସେ ହିଁ ସଦ୍ଗତି ପ୍ରାପ୍ତ କରିଛନ୍ତି। ସବୁ ପାପ ଆତ୍ମାମାନଙ୍କର ସମାପ୍ତି ହେଲେ ଯାଇ ତାଙ୍କର ଜନ୍ମ ହେଉଛି। ତାକୁ ହିଁ ପବିତ୍ର ଦୁନିଆ କୁହାଯିବ। ସେଥିପାଇଁ ଶ୍ରୀକୃଷ୍ଣଙ୍କର ଏତେ ଖ୍ୟାତି ହେଉଛି। ତାଙ୍କ ମାତା ପିତାଙ୍କର ଏତେ ଗାୟନ ହେଉନାହିଁ। ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତକାର ହେବ। ସମୟ ତ ଅଛି, ତୁମେ କାହାକୁ ହେଲେ ବି ବୁଝାଇ ପାରିବ। ଆମେ ଏହିପରି ଲକ୍ଷ୍ମୀ ନାରାୟଣ ହେବା ପାଇଁ ପାଠ ପଢ଼ୁଛୁ। ବିଶ୍ୱରେ ବର୍ତ୍ତମାନ ଏହାଙ୍କର ରାଜ୍ୟ ସ୍ଥାପନ ହେଉଛି। ଆମ ନିମନ୍ତେ ତ ନୂଆ ଦୁନିଆ ଆବଶ୍ୟକ। ଏବେ ତୁମକୁ ଦୈବୀ ସମ୍ପ୍ରଦାୟର ବୋଲି କୁହାଯିବ ନାହିଁ। ତୁମେ ବ୍ରାହ୍ମଣ ସମ୍ପ୍ରଦାୟର ଅଟ। ଦେବତା ହେବାକୁ ଯାଉଛ। ଦୈବୀ ସମ୍ପ୍ରଦାୟ ହୋଇଗଲେ ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବ। ଏବେ ତୁମେ ସଙ୍ଗମ ଯୁଗୀ ପୁରୁଷୋତ୍ତମ ହେବାକୁ ଯାଉଛ। ଏସବୁ ପରିଶ୍ରମର କଥା ଅଟେ। ୟାଦ ଦ୍ୱାରା ବିକର୍ମାଜିତ ହେବାକୁ ପଡ଼ିବ। ତୁମେ ନିଜେ କହୁଛ, ଘଡ଼ିକୁ ଘଡ଼ି ସ୍ମୃତି ଭୁଲି ଯାଉଛୁ। ବାବା ପିକନିକ୍ କରିବାକୁ ଗଲେ
ମଧ୍ୟ ଶିବ ବାବାଙ୍କର ଖିଆଲ ରହିଥାଏ। ଆମେ ବାବାଙ୍କ ସ୍ମୃତିରେ ନ ରହିଲେ ବାବା କ'ଣ କହିବେ? ସେଥିପାଇଁ ବାବା କହୁଛନ୍ତି, ତୁମେ ବାବାଙ୍କ ସ୍ମୃତିରେ ବସି ପିକନିକ୍ କର। କର୍ମ କରୁଥିବା ସମୟରେ ପରମାତ୍ମା ପ୍ରେମିକକୁ ମନେ ପକାଇଲେ ବିକର୍ମ ବିନାଶ ହେବ। ଏହିଥିରେ ହିଁ ମେହନତ ରହିଛି। ୟାଦ ଦ୍ୱାରା ଆତ୍ମା ପବିତ୍ର ହେବ। ଅବିନାଶୀ ଜ୍ଞାନ ଧନ ମଧ୍ୟ ଜମା ହେବ। ଏହାପରେ ପୁଣି ଯଦି ଅପବିତ୍ର ହୋଇଗଲ, ତେବେ ସମସ୍ତ ଜ୍ଞାନ ଧନ ଚାଲିଯିବ। ମୁଖ୍ୟ ହେଉଛି ପବିତ୍ରତା। ବାବା ତ ଭଲ ଭଲ କଥା ହିଁ ବୁଝାଉଛନ୍ତି। ଏହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଆଉ କାହା ପାଖରେ ବି ନାହିଁ। ଅନ୍ୟ ଯେଉଁ ସବୁ ସତ୍ସଙ୍ଗ ଆଦି ରହିଛି, ସେସବୁ ଭକ୍ତି ମାର୍ଗର ଅଟେ। ବାବା ବୁଝାଉଛନ୍ତି, ବାସ୍ତବରେ ପ୍ରବୃତ୍ତି ମାର୍ଗୀଧାରୀଙ୍କୁ ହିଁ ଭକ୍ତି କରିବାକୁ ହେବ। ତୁମ ପାଖରେ ତ ବହୁତ ଶକ୍ତି ରହିଛି। ଘରେ ବସି ତୁମକୁ ସୁଖ ମିଳିଯାଉଛି। ସର୍ବଶକ୍ତିମାନ ବାବାଙ୍କ ଠାରୁ ତୁମେ ଏତେ ଶକ୍ତି ନେଉଛ। ପୂର୍ବରୁ ସନ୍ନ୍ୟାସୀମାନେ ଜଙ୍ଗଲରେ ରହୁଥିବାରୁ ତାଙ୍କ ପାଖରେ ଶକ୍ତି ଥିଲା। ବର୍ତ୍ତମାନ ତ କେତେ ବଡ଼ ବଡ଼ କୋଠା ତିଆରି କରି ରହୁଛନ୍ତି। ବର୍ତ୍ତମାନ ସେହି ଶକ୍ତି ନାହିଁ। ଯେପରି ତୁମ ପାଖରେ ମଧ୍ୟ ପୂର୍ବରୁ ସୁଖର ଶକ୍ତି ଥିଲା, ପୁଣି ଗୁପ୍ତ ହୋଇଗଲା। ତାଙ୍କ ପାଖରେ ମଧ୍ୟ ପୂର୍ବରୁ ଶାନ୍ତିର ଶକ୍ତି ଥିଲା। ବର୍ତ୍ତମାନ ତାହା ନାହିଁ। ପୂର୍ବରୁ ତ ସତ୍ୟ କହୁଥିଲେ ଯେ ରଚୟିତା ଏବଂ ରଚନାକୁ ଆମେ ଜାଣିନାହୁଁ। ବର୍ତ୍ତମାନ ତ ନିଜକୁ ଭଗବାନ ଶିବହମ୍ ବୋଲି ମଧ୍ୟ କହିଦେଉଛନ୍ତି। ବାବା ବୁଝାଉଛନ୍ତି, ବର୍ତ୍ତମାନ ସାରା ବୃକ୍ଷ ତମ ପ୍ରଧାନ ଅଟେ। ସେଥିପାଇଁ ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସିଛି। ଏହି ଦୁନିଆ ହିଁ ବଦଳିଯିବ। ସବୁ ଆତ୍ମାମାନେ ଘରକୁ ଚାଲିଯିବେ। ଜଣେ ହେଲେ ବି ନାହାନ୍ତି ଯାହାକୁ ଜଣାଅଛି କି ଆମ ଆତ୍ମାରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି, ଯାହାର ପୁଣି ଥରେ ପୁନରାବୃତ୍ତି କରିବୁ। ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ଭରି ରହିଛି, ଯାହାର କେବେ ବିନାଶ ହେଉନାହିଁ। ଏଥି ନିମନ୍ତେ ବୁଦ୍ଧି ବହୁତ ପବିତ୍ର ହେବା ଦରକାର। ଏହା ସେତେବେଳେ ହେବ ଯେବେ ତୁମେ ଯୋଗଯୁକ୍ତ ସ୍ଥିତିରେ ମଗ୍ନ ହୋଇ ରହିବ। ପରିଶ୍ରମ ବିନା ତ ପଦ ମିଳିବ ନାହିଁ। ସେଥିପାଇଁ ଗାୟନ ରହିଛି, ଚଢ଼ିଲେ ଚାଖିବ ବୈକୁଣ୍ଠ ରସ। କେଉଁଠି ଉଚ୍ଚରୁ ଉଚ୍ଚ ରାଜାମାନଙ୍କର ରାଜା, ଦ୍ୱିମୁକୁଟଧାରୀ କେଉଁଠି ପ୍ରଜା। ଆମକୁ ଏକ ବାବା ହିଁ ପଢ଼ାଉଛନ୍ତି। ଏଥିପାଇଁ ଭଲ ବୁଦ୍ଧି ଆବଶ୍ୟକ। ବାବା ବାରମ୍ବାର ବୁଝାଉଛନ୍ତି, ମୁଖ୍ୟ ହେଉଛି ୟାଦର ଯାତ୍ରା। ମୁଁ ତୁମକୁ ପାଠ ପଢ଼ାଇ ବିଶ୍ୱର ମାଲିକ କରାଉଛି। ତେଣୁ ଶିକ୍ଷକ ଗୁରୁ ବି ହେବେ ନା। ବାବା ତ ହେଉଛନ୍ତି ଶିକ୍ଷକମାନଙ୍କର ଶିକ୍ଷକ, ପିତାମାନଙ୍କର ପିତା। ଏକଥା ତ ତୁମେମାନେ ଜାଣିଛ ଯେ ଆମର ବାବା ବହୁତ ସ୍ନେହୀ ଅଟନ୍ତି। ଏପରି ବାବାଙ୍କୁ ତ ବହୁତ ମନେ ପକାଇବା ଉଚିତ। ସମ୍ପୂର୍ଣ୍ଣ ପାଠ ମଧ୍ୟ ପଢ଼ିବାକୁ ପଡ଼ିବ। ବାବାଙ୍କୁ ସ୍ମରଣ ନ କଲେ ପାପ ନଷ୍ଟ ହେବ ନାହିଁ। ବାବା ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ। ବାକି ଶରୀର ସବୁ ବିନାଶ ହୋଇଯିବ। ଆତ୍ମାମାନେ ନିଜ ନିଜ ଧର୍ମର ବିଭାଗରେ ଯାଇ ନିବାସ କରିବେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବୁଦ୍ଧିକୁ ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ମସ୍ତ ହୋଇ ରହିବାକୁ ହେବ। କର୍ମଧନ୍ଦା କରୁଥିଲେ ମଧ୍ୟ ଏକମାତ୍ର ପ୍ରେମିକ ପରମାତ୍ମାଙ୍କର ସ୍ମୃତି ରହୁ। ତେବେ ଯାଇ ବିକର୍ମାଜିତ ହୋଇପାରିବ। 2 ନମ୍ବର। ଏହି ଛୋଟିଆ ଯୁଗରେ ମନୁଷ୍ୟରୁ ଦେବତା ହେବା ପାଇଁ ମେହନତ କରିବାକୁ ହେବ। ଭଲ କର୍ମ ଅନୁସାରେ ଭଲ ସଂସ୍କାରକୁ ଧାରଣ କରି ଭଲ କୂଳରେ ଜନ୍ମ ନେବାକୁ ହେବ। ଆଜିର ବରଦାନ। ନିଜର ଆତ୍ମିକ ପ୍ରକାଶ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରୁଥିବା ସହଜ ସଫଳତା ମୂରତ ଭବ। ନିଜର ଆତ୍ମିକ ପ୍ରକାଶ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରୁଥିବା ସହଜ ସଫଳତା ମୂରତ ଭବ।
ଡିଟେଲ୍ସ। ଯେପରି ସାକାର ଦୁନିଆରେ ଯେଉଁ ରଙ୍ଗର ଆଲୋକ ଜଳାଉଛ, ସେହିପରି ବାତାବରଣ ସୃଷ୍ଟି ହୋଇଯାଉଛି। ଯଦି ସବୁଜ ରଙ୍ଗର ଆଲୋକ ଜଳୁଥିବ, ତେବେ ଚାରିଆଡ଼େ ସେହିଭଳି ଆଲୋକ ବିଚ୍ଛୁରିତ ହୋଇଯିବ। ଯଦି ଲାଲ ରଙ୍ଗର ଆଲୋକ ଜଳାଉଛ, ତେବେ ଯୋଗର ବାତାବରଣ ସୃଷ୍ଟି ହୋଇଯାଉଛି। ତେବେ ସ୍ଥୂଳ ଆଲୋକ ଯଦି ବାୟୁମଣ୍ଡଳକୁ ପରିବର୍ତ୍ତନ କରିଦେଇ ପାରୁଛି, ତେବେ ତୁମ ଭଳି ଲାଇଟ୍ ହାଉସ୍ ଆତ୍ମାମାନେ ମଧ୍ୟ ପବିତ୍ରତାର ଆଲୋକ ବା ସୁଖର ଆଲୋକ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କର, ଯାହାଦ୍ୱାରା ସଫଳତା ମୂରତ ହୋଇଯିବ। ତେବେ ସ୍ଥୂଳ ଆଲୋକକୁ ଆଖି ଦ୍ୱାରା ଦେଖିପାରୁଛନ୍ତି, କିନ୍ତୁ ଆତ୍ମିକ ପ୍ରକାଶକୁ ଅନୁଭବ ଦ୍ୱାରା ଜାଣିବେ। ଆଜିର ସ୍ଲୋଗାନ। ବ୍ୟର୍ଥ କଥାବାର୍ତ୍ତାରେ ସମୟ ଏବଂ ସଂକଳ୍ପ ନଷ୍ଟ କରିବା, ଏହା ମଧ୍ୟ ଅପବିତ୍ରତା ଅଟେ। ବ୍ୟର୍ଥ କଥାବାର୍ତ୍ତାରେ ସମୟ ଏବଂ ସଂକଳ୍ପ ନଷ୍ଟ କରିବା, ଏହା ମଧ୍ୟ ଅପବିତ୍ରତା ଅଟେ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। କୌଣସି ବି ସମ୍ପତ୍ତିକୁ କମ୍ ଖର୍ଚ୍ଚ କରି ଅଧିକ ପ୍ରାପ୍ତି କରିନେବା, ଏହା ହିଁ ହେଉଛି ଯୋଗର ପ୍ରୟୋଗ। ଯେହେତୁ ସମୟ ଏବଂ ସଂକଳ୍ପ ତୁମର ଶ୍ରେଷ୍ଠ ସମ୍ପତ୍ତି ଅଟେ, ତେଣୁ ସଂକଳ୍ପ କମ୍ ଖର୍ଚ୍ଚ ହେଉ, କିନ୍ତୁ ପ୍ରାପ୍ତି ଅଧିକ ମିଳୁ। ଯେଉଁ କାର୍ଯ୍ୟରେ ଗୋଟିଏ ସାଧାରଣ ବ୍ୟକ୍ତି 2-4 ମିନିଟ୍ ସଂକଳ୍ପ କରିବା ପରେ ବା ଚିନ୍ତା କରିବା ପରେ ସଫଳତା ପାଇପାରିବ, ଏହାକୁ କୁହାଯାଏ କମ୍ ଖର୍ଚ୍ଚବାଲା ନସିନି। ତେଣୁ ଖର୍ଚ୍ଚ କମ୍ କର, କିନ୍ତୁ ପ୍ରାପ୍ତି 100 ଗୁଣା ହେଉ। ଏହାଦ୍ୱାରା ସମୟର ବା ସଂକଳ୍ପର ଯେଉଁ ସଞ୍ଚୟ ହେବ, ତାକୁ ଅନ୍ୟମାନଙ୍କର ସେବାରେ ଲଗାଇ ପାରିବ, ଅର୍ଥାତ୍ ଦାନ ପୁଣ୍ୟ କରିପାରିବ। ଏହା ହିଁ ହେଉଛି ଯୋଗର ପ୍ରୟୋଗ। ଓମ୍ ଶାନ୍ତି।